आरंभ करी अन्य राजनैतिक दलर नेता माने विभिन्न प्रकार मिथ्या तथ्य दे ओडिशार जनमत को विभ्रांत करने पाई चेष्टा करुचंती। आमे समस्ते जानिचु एमएमडीआर एक्ट 1957 मसीह जहाँ चली आसी ता देहरे किछि संशोधन करबा पाई केंद्र सरकार तरफ पार्लियामेंट रे बिल आगत करा जायथिला, जहाँ गत 12 एवं 13 तारीख दिन प्रथमे लोकसभा एवं परवर्ती अवस्था रे राज्यसभा रे पारित हो सारी एवं महामहिम राष्ट्रपतिंकर दस्तखत को अपेक्षा करिछि। बहुत जल्दी से संशोधन मध्य कार्यकारी हब। देखंतु खणी होउची जातीय संपत्ति। जातीय संपत्तिर सुविनियोग करबा पाई एवं जो कथा केंद्र सरकार नरेंद्र मोदी जी लक्ष्य रखिचंती 2047 सुधा भारत को विकसित भारत करिबो एवं सेही विकसित भारत रे खनिज संपदर सदुपयोग करिबा, वैल्यू एडेड करिबा एवं से खनिज संपदर जो नियम थिला, जो करर श्रृंखला थिला, ताको श्रृंखलित करिबा पाई ए जो आईन आसीची एक चमत्कार आईन आसीची, जहा द्वारा ओडिशा समेत समस्त खनिज संपद पूर्ण राज्य एवं सर्वोपरि देश मध्य लाभवान हेबो एवं साधारण जनता मध्य इथरे सबुठारु बेसी यार सुफल पाइबे। किंतु ए सब विषय को न जाई करी किछि विभ्रांतकर तथ्य सेमाने लोकलोचन को विभ्रांत करिया पई चेष्टा करूचंती। एही प्रकार विभ्रांत मध्य जेतेबेले जीएसटी लागू हैला से समय रे मध्य करिबा पई चेष्टा करिथिले। मु मने पकई दउची 2016 मसीह रे यदि ओडिशा परिप्रेक्षी रे आमे चिंता करिबा ताहले आमे टैक्स आकार रे पाखापाखी 15,000 कोटी टंका ओडिशा पाउथला। किंतु ए वर्ष यदि जीएसटी को देखिबा, जीएसटी कारणरू 60,900 कोटी टंका पाखापाखि 61,000 कोटी टंका जीएसटी रू ओडिशा सरकार पाइचंती। ए प्रकार अपप्रचार से माने करूचंती। तांको मु मने पकई दवा पाई चाहे 2014 मसीह रे केंद्र रे भारतीय जनता पार्टी नरेंद्र मोदी को नेतृत्वाधीन सरकार आसीबा पूर्वरु खणी टिकस बाबद रे बा खणीरू ओडिशा सरकार पाखापाखी 5,000 कोटी टंका पाउथिले। किंतु 2015 मसीह रे आईन आसिला परे खणी नीलाम एवं अन्यान्य सूत्ररू आज ओडिशा सरकार पाखापाखि 10 गुण अर्थात
50,000 କୋଟି ଟଙ୍କା ରାଜସ୍ୱ ଆକାରରେ ପାଉଛନ୍ତି ଏବଂ ସେ ସମୟରେ ମଧ୍ୟ ଯେତେବେଳେ 2014-15 ସମୟରେ ଏ ସଂଶୋଧନ ଆସିଥିଲା ସେତେବେଳେ ତତ୍କାଳୀନ ଓଡ଼ିଶା ସରକାର ମଧ୍ୟ ଏହାକୁ ଘୋର ବିରୋଧ କରିଥିଲା। ଓଡ଼ିଶାରେ କୁଆଡ଼େ କ୍ଷତି ହେଇଯିବ, କିନ୍ତୁ ଫଳ ଓଡ଼ିଶା ସପକ୍ଷରେ ଗଲା ଏବଂ ଆମ ସମସ୍ତଙ୍କର ଏକଥା ମଧ୍ୟ ଧ୍ୟାନ ଅଛି, ଯେବେଠାରୁ ନରେନ୍ଦ୍ର ମୋଦି ଦେଶର ଦାୟିତ୍ୱ ନେଇଛନ୍ତି ସେବେଠାରୁ କୌଣସି ରାଜ୍ୟର କୌଣସି ପ୍ରକାର କ୍ଷତି ହେଲା ପରି ସେ କାର୍ଯ୍ୟ କରିନାହାନ୍ତି। ବିଶେଷ କରିକରି ପୂର୍ବ ଭାରତ ଏବଂ ଓଡ଼ିଶା ତାଙ୍କ ସମୟରେ ଆର୍ଥିକ ଦୃଷ୍ଟିରୁ ଏବଂ ଅନ୍ୟାନ୍ୟ ସବୁ କ୍ଷେତ୍ରରେ ସବୁଠାରୁ ଅଧିକ ଲାଭବାନ ଓଡ଼ିଶା ହେଇଛି। ଯେଉଁମାନେ ଏକଥା ପ୍ରଶ୍ନ ଉଠାଉଛନ୍ତି ସେମାନଙ୍କୁ ପ୍ରଶ୍ନ ଯେ ସେମାନେ ଶାସନ ବ୍ୟବସ୍ଥାରେ ଥିଲାବେଳେ ଓଡ଼ିଶାରେ ସବୁଠାରୁ ବଡ଼ ଦୁର୍ନୀତି ଖଣି ଦୁର୍ନୀତି ହେଇଥିଲା। ଏକଥା ଆମେ କହିନାହୁଁ, ଏ କଥା ସୁପ୍ରିମକୋର୍ଟର ଜଷ୍ଟିସ୍ ମଦନ ଲାକୁର 2017 ମସିହାରେ କେସ୍ ହେଲା WPC 114/2014 କମନ କଜ୍ ଭର୍ସେସ୍ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆରେ ସେ କହିଲେ ଯେ ଓଡ଼ିଶାରେ ସର୍ବାଧିକ ଏବଂ ସବୁଠାରୁ ମହା ଦୁର୍ନୀତି ହେଇଛି, ଖଣି ଦୁର୍ନୀତି ହେଇଛି। କାହା ସମୟରେ ହେଇଥିଲା, ଆଜି କ'ଣ ପାଇଁ ଭଦ୍ରଲୋକି ଦେଖେଇ ହେଉଛନ୍ତି ତାର ଉତ୍ତର ସେ ଦେବା ଦରକାର। ସେ ଖଣି ଦୁର୍ନୀତିରେ ଯେଉଁମାନେ କ୍ଷତିଗ୍ରସ୍ତ ହେଲେ, ଯେଉଁ ଓଡ଼ିଶା କ୍ଷତିଗ୍ରସ୍ତ ହେଲା, ତା ପାଇଁ କ'ଣ ସେ କରିଛନ୍ତି ତାର ଉତ୍ତର ଓଡ଼ିଶାବାସୀଙ୍କୁ ନିଶ୍ଚୟ ଦେବାର ଆବଶ୍ୟକତା ଅଛି। ଏବଂ ଏ ଯେଉଁ ବ୍ୟବସ୍ଥା ଆସିଛି, ଯେଉଁ ସଂଶୋଧନ ଆସିଛି, ଏ ସଂଶୋଧନରେ ଓଡ଼ିଶା ଗୋଟିଏ ପଇସା ମଧ୍ୟ ହରାଉ ନାହିଁ। ଗୋଟେ କଥା ହେଉଛି ଯେ ଯେଉଁ ଟ୍ୟାକ୍ସେସରେ ବିଭିନ୍ନ ପ୍ରକାର ଟ୍ୟାକ୍ସ କର ବିଭିନ୍ନ ରାଜ୍ୟ ଲଗାଉଥିଲେ, 13 ପ୍ରକାର 14 ପ୍ରକାର କର ସେମାନେ ଲଗାଉଥିଲେ। କରରେ ସମାନତା ନଥିଲା ଏବଂ ଦେଶରେ କରର ଗୋଟେ ସମାନତା ଆଣିବା ପାଇଁ ସରକାର ଏ ଆଇନକୁ ସଂଶୋଧନ କରିଛନ୍ତି ଏବଂ ଗୋଟେ ସର୍ବୋଚ୍ଚ ଲିମିଟ୍ ସେ କରିବେ। এই আধারে ସମସ୍ତେ କର ନିର୍ଦ୍ଧାରିତ କରିପାରିବେ ଏବଂ ଯେଉଁ ପ୍ରକାର ଭାବରେ ସିଧାସଳଖ ରାଜ୍ୟମାନେ 90% ଖଣିଜ ସମ୍ପଦରୁ କର ଆକାରରେ ସେମାନେ ପାଉଥିଲେ, ଆଜି ମଧ୍ୟ ସେହି ପ୍ରକାର ପାଇବେ ଏବଂ ଅନ୍ୟାନ୍ୟ ହିସାବକୁ ଦେଖିଲେ ପାଖାପାଖି 96% ଅର୍ଥ ରାଜ୍ୟମାନେ ପାଇବେ। କେନ୍ଦ୍ର ମାତ୍ର 4% ଅର୍ଥ ଯାହା ଆଗରୁ ପାଉଥିଲା ସେହି ପ୍ରତିଶତ ପାଇବ। କିନ୍ତୁ ଏଥିରେ ଶୃଙ୍ଖଳା ଆସିବ। ଏ ଶୃଙ୍ଖଳିତ କର ବ୍ୟବସ୍ଥା ହେଲେ କିଛି ଲୋକଙ୍କର କାହିଁକି ଅସୁବିଧା ହେଉଛି ମୋତେ ଆଶ୍ଚର୍ଯ୍ୟ ଲାଗୁଛି। ଏବଂ ଦ୍ୱିତୀୟ କଥା, ଯେଉଁ ଆଧାରରେ ସେମାନେ କହୁଛନ୍ତି, ମୁଁ ସେମାନଙ୍କୁ ମନେ ପକାଇ ଦେବା ପାଇଁ ଚାହେଁ, ଓରିସେଡ୍ ଆକ୍ଟ ଯାହା ସେମାନେ 2004 ମସିହାରେ କରିଥିଲେ, 2005 ମସିହା ଡିସେମ୍ବର ମାସ 5 ତାରିଖରେ ଓଡ଼ିଶାର ହାଇକୋର୍ଟ ଯେତେବେଳେ ରଦ୍ଦ କଲେ, ସେମାନେ ତା ପରବର୍ତ୍ତୀ ଅବସ୍ଥାରେ ପାଖାପାଖି 18 ବର୍ଷ ଧରିକିରି କ୍ଷମତାରେ ରହିଲେ ଏବଂ 18 ବର୍ଷ କ୍ଷମତା ଭିତରେ ସେ କେସ୍କୁ କାହିଁକି ଗଡ଼େଇ ଚାଲିଲେ, କ'ଣ ପାଇଁ ଓଡ଼ିଶା ସେ କେସ୍ରେ ଯାହା ସେମାନେ ଚାହୁଁଥିଲେ ସେ କେସ୍ରେ ଜିତି ପାରିଲେ ନାହିଁ, କ'ଣ ପାଇଁ ସେ ଆଜି ମଧ୍ୟ ସେ କେସ୍ ଚାଲିକିରି ଅଛି। ଏବଂ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ସେ ସମୟରେ କେନ୍ଦ୍ରରେ
କଂଗ୍ରେସର ସରକାର ଥିଲା ଏବଂ ଓଡ଼ିଶା ସରକାରଙ୍କର ଏ ଆଇନ ବିରୁଦ୍ଧରେ ଯେଉଁ ଦୁଇଟି ସଂସ୍ଥା ଯାଇଥିଲେ ହାଇକୋର୍ଟକୁ, ଗୋଟେ ହେଲା ନାଲକୋ ଯାଇଥିଲା, କେନ୍ଦ୍ର ସରକାରଙ୍କର ସଂସ୍ଥା, ଶେଷରାମ ଓଲା ସେତେବେଳେ କେନ୍ଦ୍ରର ସେ ବିଭାଗର ମନ୍ତ୍ରୀ ଥିଲେ, ଏବଂ ଦ୍ୱିତୀୟ ଇଷ୍ଟର୍ଣ୍ଣ ଜୋନ୍ ମିନେରାଲ ଆସୋସିଏସନ୍, ଏବଂ ଏ ଦୁଇଟି ସଂସ୍ଥା ଯାଇଥିଲେ କିନ୍ତୁ କେନ୍ଦ୍ର ସରକାରଙ୍କର ସଂସ୍ଥା ଥିଲା। ଆଜି ସେଇ କଂଗ୍ରେସ ସହିତ ମିଶିକିରି ଏ ଯେଉଁ ପ୍ରକାର ନାଟକ କରୁଛନ୍ତି, ଏ ନାଟକକୁ ଓଡ଼ିଶାବାସୀ ଗ୍ରହଣ କରିବେ ନାହିଁ ଏବଂ ଏହାଦ୍ୱାରା ଓଡ଼ିଶାର କୌଣସି କ୍ଷତି ହେବ ନାହିଁ। ଏହାଦ୍ୱାରା ଓଡ଼ିଶାର ଲାଭ ହିଁ ହେବ। ଏହାଦ୍ୱାରା ଓଡ଼ିଶାରେ ନିବେଶ ଆସିବ ଏବଂ ଏହାଦ୍ୱାରା ଖଣିକୁ ଆୟୁଧ କରିକି ଗଢ଼ି ଉଠୁଥିବା ବିଭିନ୍ନ ଶିଳ୍ପ ମଧ୍ୟ ଓଡ଼ିଶାରେ ବିକଶିତ ହେବ, ଯାହାର ଲାଭ ଓଡ଼ିଶାର ଯୁବକ ପାଇବ, ଯାହାର ଲାଭ ଓଡ଼ିଶା ସରକାର ମଧ୍ୟ ବିଭିନ୍ନ ପ୍ରକାର କର ଆକାରରେ ମଧ୍ୟ ଆହୁରି ଅନ୍ୟାନ୍ୟ ପରୋକ୍ଷ କର ଆକାରରେ ମଧ୍ୟ ପାଇବେ। ଏହା ନିଶ୍ଚିତ ଭାବରେ ଓଡ଼ିଶା ପାଇଁ ଅତ୍ୟନ୍ତ ଲାଭଦାୟକ ହେଉଥିବା ଏକ ଆଇନ ଆସିଛି। ଆମେ ସମସ୍ତେ ଏହାକୁ ସ୍ୱାଗତ